ଯେତେବେଳେ ଅଧର୍ମର ତାପ ବଢ଼ିବ ପ୍ରଭୁ ସେତେବେଳେ ଧରାପୃଷ୍ଠରେ ଜନ୍ମ ହେବେ। ଏଇଟା ଯୁଗ ଯୁଗରେ ମଧ୍ୟ ଅଛି। ଆପଣ ଯାଆନ୍ତୁ ସତ୍ୟକୁ ଯାଆନ୍ତୁ, ତ୍ରେତାକୁ ଯାଆନ୍ତୁ, ଦ୍ୱାପରକୁ ଯାଆନ୍ତୁ, କଳିରେ ମଧ୍ୟ ଚାଲିଛି। ନମସ୍କାର, ଜୟ ଜଗନ୍ନାଥ। ଦର୍ଶକ ବନ୍ଧୁ, ଆମ ସହିତ ଯୋଡ଼ି ହୋଇଛନ୍ତି ସୀତାରାମ ବାବା। ସିଧାସଳଖ କଥା ହେବା ମାଳିକା ବିଷୟରେ ଏବଂ ଏକ ନୂତନ ବାର୍ତ୍ତା ବାବା ଆପଣଙ୍କୁ ଦେବେ। ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ ଭିଡ଼ିଓର ଶେଷ ପର୍ଯ୍ୟନ୍ତ। ବାବା, ଆପଣଙ୍କୁ ଆମ ଚ୍ୟାନେଲକୁ ସ୍ୱାଗତ ଏବଂ ପ୍ରଣାମ। ଆପଣ ଯଦି ଦେଖୁଥିବେ ଏ ଯେଉଁ ଘଡ଼ିଛନ୍ତି ମୁହୂର୍ତ୍ତ ଚାଲିଛି, ଅନେକ ଘଟଣା ଦୁର୍ଘଟଣା ଘଟି ଚାଲିଛି, ତା ବିଷୟରେ ବାବା ଆପଣ କ'ଣ କହିବେ? ହରି ଓମ୍ ଶ୍ରୀ ଗୁରୁ ଶରଣଂ। ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁଦେବ ମହେଶ୍ୱର। ଗୁରୁ ସାକ୍ଷାତ୍ ପରମ ବ୍ରହ୍ମ ତସ୍ମୈ ଶ୍ରୀ ଗୁରବେ ନମଃ। ଓಂ ଗୁରୁଦେବାୟ ନମଃ। ବର୍ଣ୍ଣାନାମର୍ଥସଂହାନାରସାନା ଛନ୍ଦସାମପି ମଙ୍ଗଳାନା च कर्तारो वन्दे वाणी विनायको। निगमकल्पतरुगलितं फलसुखमुखात् मृतद्रव संयुत पिबत भागवत रसमालय मुहुरुरोह रसिको विभावुको। ଯାହା ହଉ, ଅତି ଆନନ୍ଦର କଥା। ଆଜିର ଦିନ ଯାହା କହୁଛି, ଅନେକ ସମସ୍ୟା ଥିଲେ ମଧ୍ୟ ଆପଣ ଦେଖନ୍ତୁ, ସତ୍ୟ ତ୍ରେତା ଦ୍ୱାପର କଳି ଚାରି ଯୁଗ ମଧ୍ୟ ଅଛି। ଚାରି ଯୁଗରେ ମଧ୍ୟ ସତ୍ୟ ଅଛନ୍ତି। ଯିଏ ସତ୍ୟରେ ଯିବ ତା ପାଇଁ ଚାରି ଯୁଗ ସମାନ। ସତ୍ୟ କଥା ଯିଏ କହିବ, ସତ୍ ପଥରେ ଯିଏ ଚଳିବ, ତା ପାଇଁ ସତ୍ୟ କଳି ଦ୍ୱାପର ତ୍ରେତା ସବୁ ସମାନ। ଆଉ ଯିଏ କଳି ଯୁଗରେ ବ୍ୟବହାର କରିବ କଳି କଥା, କହିବ ସତ୍ୟ ନାହିଁ। ସତ୍ୟ କ'ଣ ନାହିଁ? ସତ୍ୟ ଅଛନ୍ତି। ତେଣୁକରି ଭାଗବତ କ'ଣ କହିଲେ? ନମଇ ନୃସିଂହ ଚରଣ ଅନାଦି ପରମ କାରଣ ଲୀଳା ବିଧୃତ କଳେବର ଦେବମାନବେ ଅଗୋଚର। ଯେଉଁ ଲୀଳା ଖେଳା ଚାଲିଛି ପ୍ରଭୁଙ୍କର, ତା ତ ଚାଲିବ, ଆଦି ଅନାଦି କାଳରୁ ମଧ୍ୟ ଚାଲିଛି। ପ୍ରଭୁଙ୍କ ଲୀଳା କେବେ ବନ୍ଦ ହେବନି। କିନ୍ତୁ ଆମେ ତାକୁ ଅନ୍ୟଥା ଭାବି ଆମ ଲୀଳା ବୋଲି ଭାବୁଥାଏ। ଯେତେବେଳେ ଆମେ ଆମକୁ ନେଇଯାଉଥାଏ, ଆମ ଲୀଳା ଭାବୁଥାଏ, ସେତେବେଳେ ସେ କଥାର ଅର୍ଥ ଅଲଗା ହେଇଯାଉଛି। କେମିତି? ଭାଗବତ ଯେତେବେଳେ ଜଗନ୍ନାଥ ଦାସ ମହାରାଜ ଲେଖିଲେ, ଓଡ଼ିଆରେ ଅନୁବାଦ କଲେ। ଆମର ଗୋଟେ ଅଛି ବ୍ରହ୍ମଗିରି ସାଇଡ଼ରେ ଦେଖିବେ, କଣ୍ଟାଗଦା ବୋଲି ଗୋଟେ ଜାଗା ଅଛି। ସେଠି ଜଣେ ମନେଇ ସାହୁ ବୋଲି ଅଛି। ମନେଇ ସାହୁ ଯେମିତି ଆମର ପୁରୀରେ କଥା କଥାକରେ କହନ୍ତି, ନା ମନେଇ ସାହୁ, କଣ୍ଟାଗଦା ମନେଇ ସାହୁ, ତା କଥା ଭାବି ମୋ କଣ୍ଟା ତଣ୍ଟିରୁ ଯାଉ। ଇଏ କଥା ଆଜି ମଧ୍ୟ ଯେମିତି କଥାରେ ଆପଣ ଦେଖିବେ, ବିଲେଇଟେ ବାଟରେ ଯାଉଛି, ବିଲେଇ ପାସ୍ କରିଗଲା ମଧ୍ୟ ଆମେ ରହୁଥାଏ, ଭାବୁଥାଏ ଯେ କାଳେ ଧକ୍କା ହେବ କି ନାହିଁ। ଯେ ବିଲେଇ ପାସ୍ କରିଗଲେ ମଧ୍ୟ ଆମର ଧକ୍କା ହେବନି। ସେଇଟା ଗୋଟେ କଥାକୁ ଯଥା ଅଛି। ଆଜି ଜଗନ୍ନାଥ ଦାସ ଯେତେବେଳେ ଭାଗବତ ଲେଖି ସାରିଲେ, ପହଞ୍ଚିଲେ ମନେଇ ସାହୁଙ୍କ ପାଖରେ। କ'ଣ କହୁଛନ୍ତି ମନେଇ ସାହୁ? ଦେଖ, ମୁଁ ଏମିତି ଭାଗବତ ଲେଖି ସାରିଲେଣି। ନା କ'ଣ ସବୁ? ନା ନା, ଏଇଠି ମୁଁ ଟିକେ 2 ମାସ ପାଇଁ ବାହାରକୁ ଯିବି, ଏଇଟା ଟିକେ ଆପଣ ଟିକେ ଦେଖିଦେଇଥିବେ, କ'ଣ କାଳେ ଥିବ। ଯାହା ହଉ, 2 ମାସ ପରେ ଜଗନ୍ନାଥ ଦାସ ଫେରିଲେ। ଆଜି ପହଞ୍ଚିଛନ୍ତି ମନେଇ ସାହୁ ପାଖରେ। କ'ଣ ଦେଖିଦେଇଛ? ନା ଖାଲି ମୁଁ ଦେଖିନି, ତା ଦେହରେ ଆଉ 4 ଚାମଚ ଲୁଣ ପକେଇ ଦେଇଛି। କେମିତି? ନା ଯେତେ ବ୍ୟଞ୍ଜନ ରାନ୍ଧିଥାଉ ମଧ୍ୟ ଯଦି ଲୁଣ କମ୍ ଥିବ, ତାର ସ୍ୱାଦ ହେବନି। କ'ଣ 4 ଚାମଚ ଲୁଣ ପକେଇ ଦେଇଛନ୍ତି? ନା ମୂଳଟି ଅଟଇ ବିଶ୍ୱାସ କହି ଜଗନ୍ନାଥ ଦାସ। ବିଶ୍ୱାସ ବିନୁ କର୍ମ ଯେତେ ଫଳ ନ ଫଳେ କଦାଚିତେ। ଇଏ ହେଉଛି ଭାଗବତ ପ୍ରମାଣ କଥା। ଆକୁ ଆମେ ଯଦି ହେ ଜ୍ଞାନ କରିବା, ନିଜର ଯଦି ବିଶ୍ୱାସ ନାହିଁ, ଯେକୌଣସି କର୍ମ କଲେ ମଧ୍ୟ ହେବ ନାହିଁ। ସନ୍ଥ ତୁଳସୀ କ'ଣ କହିଲେ? କର୍ମ ପ୍ରଧାନ ବିଶ୍ୱ କରି ରାଖା, ଯୋ ଯଶ କରଇ ତସ ଫଲ ଚାଖା। ଆମେ ଯାହା କରିବା। ବାବା, ସେଇ କଥା ଯେଉଁ କଥା ଆପଣ କହୁଛନ୍ତି, ତାପରେ ଯେଉଁଭଳି ଅନ୍ୟାୟ ଅନୀତି ବଢ଼ି ଚାଲିଛି ଏବଂ ପରର ଧନକୁ ଲୋଭ, ଏଭଳିଆ ବ୍ୟକ୍ତିଙ୍କୁ ଆପଣ ବାବା କ'ଣ କହିବେ? ସେଥିପାଇଁ ମାଳିକାରେ ମଧ୍ୟ ଲେଖିଛି। କ'ଣ ଲେଖିଛି?
ପରର ବିଭବ ମନରେ ନ ଭାବ ତୋ ଭାଗ୍ୟରେ ଯାହା ଅଛି ସମସ୍ତଙ୍କ ପାଇଁ ଧାତା ରଖିଅଛି ଯେ ଝାନୁ ରୂପେ ବାଛି। ଆମେ ଯଦି ପରର ବିଭବ ଭାବିବା ଆମ କଳିଯୁଗ ଲାଗିବ ଆଉ କ'ଣ। ସତ୍ୟର କଥା ମୁଣ୍ଡରେ ପଶିବନି। କାହିଁକି ନା ସାଧାରଣ କଥା ନ କଲେ ନ କର ପର ଉପକାର ଅପକାର କର ନାହିଁ। ପ୍ରଶଂସା କାହାର କରବା ନ କର ନିନ୍ଦା ଗାଇ ବୁଲ ନାହିଁ। ବାବା ନିଜର ପ୍ରତିଷ୍ଠା ଜାହିର କରିବା ପାଇଁ କି ପରର ତଣ୍ଟି ଚିପିବାକୁ ବି ପଛଉନାହାନ୍ତି। ଏମିତି ବି ବ୍ୟକ୍ତି ଅଛନ୍ତି ସମାଜରେ ଘଟଣା ଘଟୁଛି ଏବଂ ଯେଉଁଭଳି ବ୍ୟକ୍ତି ପରର ତଣ୍ଟି ଚିପିକି ନିଜେ ଉପରକୁ ଚଢ଼ିବା ପାଇଁ କି ଚେଷ୍ଟା ବି କରୁଛନ୍ତି। ସେମିତି ସମୟ ଆସେ ମଧ୍ୟ। ମହାଭାରତକୁ ଆମେ ଯିବା ଦେଖିବେ, ଯେତେବେଳେ ଶ୍ରୀକୃଷ୍ଣ ମହାପ୍ରଭୁ ଛାଡ଼ି ଚାଲି ଯାଉଛନ୍ତି ଆଦି ଦ୍ୱାରିକା ହସ୍ତିନା ଛାଡ଼ି ଯେତେବେଳେ ଚାଲି ଯାଉଛନ୍ତି, କୁନ୍ତୀ ମା ପଚାରୁଛନ୍ତି, ହେ କୃଷ୍ଣ, ମୋ ପିଲାମାନେ ତ ସବୁବେଳେ ତୁମ ଭାବନାରେ ରହିଲେ, ତୁମ ଚିନ୍ତାରେ ରହିଲେ। ଯାହା ହଉ ଆଜି ତୁମରି ଧାରଣାରେ ରହିଥିବାରୁ ଆଜି ସେ ରାଜ୍ୟ ପାଇଲେ, ରାଜା ମଧ୍ୟ ହେଲେ। କିନ୍ତୁ କାଲି ସକାଳୁ ମୋ ପିଲାମାନେ ଏତେ କଷ୍ଟ କ'ଣ ପାଇଁ ଭୋଗିଲେ? ସେଇଠି ଶ୍ରୀକୃଷ୍ଣ ମହାପ୍ରଭୁ କହିଛନ୍ତି, ଦେଖ ମା, କଷ୍ଟ ଭୋଗିବାର କାରଣ ହେଉଛି ଯେ ଯେତେବେଳେ ଦ୍ରୌପଦୀ କୁରୁସଭା ତଳେ ଡାକିଛି ଆକୁଳ ହୋଇକିରି, ମୁଁ ତାର କଥା ବୁଝିଛି ନା ନାହିଁ? ନା ହଁ। ନା ତୁମ ପିଲାମାନେ ମୋତେ ଡାକିଛନ୍ତି, କାଲି ସକାଳୁ ପାଲି ଖେଳିଲେ, ମୋତେ ଖୋଜିଲେନି। ସ୍ତ୍ରୀ କି ବାଜି ରଖିଲେ, ମୋତେ ଖୋଜିଲେନି। ସମ୍ପତ୍ତି ବାଜି ଦେଇଦେଲେ, ରାଜ୍ୟ ହାରିଗଲେ, ମୋତେ ଡାକିଲେନି। ତେଣୁ ଯେତେବେଳେ ସେ ଡାକିଛନ୍ତି ମୁଁ ସେତେବେଳେ ଯାଇ ପହଞ୍ଚି। ଏ ତ କଥା ଆଉ କ'ଣ। ବାବା ଯାହା ଆପଣ କହୁଛନ୍ତି, ଯୁଗେ ଯୁଗେ ଈଶ୍ୱର ଅଛନ୍ତି ଆଉ ଅସୁର ବି ଅଛନ୍ତି। ଏ କଥା ବି ସତ୍ୟ ମଧ୍ୟ। ଆପଣଙ୍କର ସତ୍ୟରେ ରାକ୍ଷସ ଅଛନ୍ତି, ଦେବତା ଅଛନ୍ତି, ତ୍ରେତାରେ ମଧ୍ୟ ଅଛନ୍ତି, ଦ୍ୱାପରରେ ମଧ୍ୟ ଅଛି। ତେଣୁକରି ଆମେ ବାଛି ନେବା କଥା। ସାଧାରଣ କଥା ଆମେ ବୁଝିଲେ ହେବ। ଆମେ ସାଧାରଣ କଥା ବୁଝିଥାଏ ନା ନାହିଁ। ଆମେ ଦେଖିବା ଧର୍ମକୁ ଆମେ ରଖିଛେ ନା ଆମକୁ ଧର୍ମ ରଖିଛି। ଆମେ ସଦାବେଳେ ବୁଝୁଥାଏ, ଲୋକ ସମାଜ କ'ଣ ବୁଝୁଛି ଯେ ଧର୍ମକୁ ଆମେ ରଖିଛେ, ଅର୍ଥାତ୍ ଆମେ ତିନିବାରେ ବାରି ବାଣ୍ଟି ଦେଇଛେ, ଶୁକ୍ରବାର, ବୁଧବାର, ଶନିବାର। ସେସବୁ କଥା ଆମେ ବାବା ଲୋକ କହିବା ଦରକାର ନାହିଁ। ତେଣୁକରି ଆମେ ଧର୍ମକୁ ରଖିଛେ, ଆଉ ଧର୍ମ ଆମକୁ ରଖିଛି ବୋଲି ଚିନ୍ତା ଯେଉଁଦିନ ଆସିବ ସେଦିନ ଆଉ ଆମେ ଏମିତି ବାଣ୍ଟିବାନି। ବାବା ଏଇ ଯେଉଁ ଭଳିଆ ଯେଉଁ ଅନ୍ୟାୟ ଅନୀତି ଅଧର୍ମ କରୁଛନ୍ତି, ପରର ଧନକୁ ଲୋଭ, ଏମାନଙ୍କର ତ ବିନାଶ ହେବ କି ନାହିଁ? ନିଶ୍ଚିତ ବିନାଶ ହେବ। କେମିତି ବିନାଶ ଆପଣ ତ ଦେଖିଲେ, ମହାଭାରତ କଥା କହୁଥିଲି। ଦୁର୍ଯ୍ୟୋଧନ ବହୁତ ଆନନ୍ଦରେ ରହିବ, ଏ ବାବଦରେ ଆପଣ କିଛି ବୁଝେଇ ପାରିବେନି। କିନ୍ତୁ ଯୁଧିଷ୍ଠିର ବହୁତ କଷ୍ଟରେ ରହିବ। କିନ୍ତୁ ହେଲେ ରାଜ୍ୟ ଯୁଧିଷ୍ଠିର ପାଇବ, ଦୁର୍ଯ୍ୟୋଧନ ପାଇବନି। ଅନ୍ୟାୟ ନୀତି ହେବ, ତାକୁ ଏଡ଼େଇ ଦେଇପାରିବେନି। ଯଥା ଆମର ସାଧାରଣ କଥା କହୁଛନ୍ତି, ନାଟକ ଫାଟକ ଯେମିତି କହୁଛନ୍ତି ଭିଲିଆନ୍, ଶେଷରେ ମରିବ ନା ଆଉ। ତେଣୁ ତାକୁ ଆପଣ ବନ୍ଦ କରିପାରିବେନି, ସିଏ ଚାଲିବ। ଗଛରେ ପତ୍ର ହେବ, ଝଡ଼ିବ, କିନ୍ତୁ ଗଛ ମରିବ କି? ଯଥା ବାବା ମାଳିକା କଥା ଉପରକୁ ଆସିବା। ବାବା ଆପଣ ଦେଖୁଥିବେ, ମାଳିକାର କଥା ପ୍ରଚାର ପ୍ରସାର ହେଉଛି ଏବଂ ଅନେକ ମହାପୁରୁଷଙ୍କର କଥା ଯେଉଁ ପ୍ରଚାର ପ୍ରସାର ହେଉଛି, ଅନେକ ସାଧୁସନ୍ଥ ଅଛନ୍ତି, କାହାର କଥା କାହା ସହିତ ତାଳମେଳ ଖାଉନି। ତାପରେ ବି ଯେଉଁମାନେ ଅବତାର ବିଷୟରେ କହୁଛନ୍ତି, ସ୍ୱୟଂ ଅନନ୍ତ, କିଏ କହୁଛି ଯଶୋବନ୍ତ, କିଏ କହୁଛି ବଳରାମ, ତା ବିଷୟରେ ବାବା ଆପଣଙ୍କର କ'ଣ ମତ ରହିବ? ଅନେକ ବାବା ଅନେକ କଥା କହିବେ। ବାବାଙ୍କ କଥାରେ ଆମର କିଛି କଥା ନାହିଁ। ଆମର ଅଚ୍ୟୁତ କହିଲେ, ଗୀତା ଭାଗବତ ପୁରାଣ ଚାରି ବେଦ ପୁଛିଲି, ତୋ ବିନୁ ଅନ୍ୟ ଗତି ନାହିଁ ତୀର୍ଥ ବାର୍ତ୍ତ ଲୋଡ଼ିଲି। ଆମେ ଯେତେ ଶାସ୍ତ୍ର ପଢ଼ିଲେ ମଧ୍ୟ କ'ଣ କଲେ ଆମେ ତା ଦେହରେ? ନା ଗୁରୁ ଶବଦ କୃଷ୍ଣ ବ୍ରହ୍ମ ଜ୍ଞାନ କହିଲେ କର୍ଣ୍ଣ ସତ୍ୟ ଶାନ୍ତି ଦୟା କ୍ଷମାକୁ ହେତୁ ଚୈତନ୍ୟ ମନ। ଗୁରୁ ଆମେ କଲେ, ଯଦି ବା ଗୁରୁ କଲେ, ଗୁରୁ କ'ଣ କହିଲେ? ସତ୍ୟ ଶାନ୍ତି ଦୟା କ୍ଷମା ଆମଠାରେ ରହିବା ଦରକାର। ଆଜିକାଲିର ଭକ୍ତମାନଙ୍କର କଥା ଦେଖନ୍ତୁ, ଯେଉଁ ମାଳିକା କାହିଁକି କରିଯାଉଛନ୍ତି ବାବାମାନେ, ବିଭିନ୍ନ ପ୍ରକାର କଥା କ'ଣ ପାଇଁ କହୁଛନ୍ତି? ବାବାମାନେ ତାଙ୍କ କଥା କହୁଛନ୍ତି, ଆମେ ଭକ୍ତ ବୁଝିବା ଦରକାର। କ'ଣ ବୁଝିବା ଦରକାର? ଭକ୍ତ ବାବା କହିଛନ୍ତି ଯେ ତୁ ବାଁ ଗୋଡ଼ଟା ସେବା କରିବୁ, ସେ ଡାହାଣ ଗୋଡ଼ଟା ସେବା କରିବ। ଅର୍ଥାତ୍ ତା ନୁହଁ ଯେ ଗୋଡ଼ ବାଣ୍ଟି ଦେଇଛନ୍ତି କି ବାବା, କିନ୍ତୁ ଦିନକର କଥା, ବାଁ ଗୋଡ଼ଟା ବାବା ଡାହାଣ ଗୋଡ଼ ଉପରେ ପକାଇକି ଶୋଇଛନ୍ତି। ଯେଉଁ ଡାହାଣ ଗୋଡ଼ ସେବା କରିବା ଭକ୍ତ ଜଣ ଯାଇ ଦୁଲକିନି ପାହାରେ ପକାଇଲା ବାଁ ଗୋଡ଼କୁ। ବାବା କହିଲେ, ବାପା କ'ଣ କ'ଣ କଥା ଇଏ? ନା ସିଏ କାହିଁ ମୋ ଗୋଡ଼ ଉପରେ ଗୋଡ଼ ପକାଇଛି? ତେଣୁ ଭକ୍ତଙ୍କର ବୁଝିବାଟା ଏଇଆ, ମାଳିକା କିଛି ଭିନ୍ନ ନାହିଁ। ସତ୍ୟ ସବୁବେଳେ ସତ୍ୟ। ଆମେ କିନ୍ତୁ ତାଙ୍କୁ ବୁଝିକିରି ଓଲଟା ମୋଲଟା, ଆମର ଏ ଗୋଡ଼ ତାର ସେ ଗୋଡ଼, ବାବା କ'ଣ ବାଣ୍ଟି ଦେଇଛନ୍ତି? ଗୋଡ଼ କାହାରେ?
ଦର୍ଶକ ବନ୍ଧୁ ବାବା କେମିତି ବୁଝୁଛନ୍ତି ଆପଣ ନିଶ୍ଚୟ ବୁଝିପାରୁଥିବେ, ଆମ ସହିତ ଯୋଡ଼ି ହେଇ ରୁହନ୍ତୁ। କିନ୍ତୁ ବାବା ଆପଣ ଯେଉଁ କଥା କହୁଛନ୍ତି ତାପରେ ଅବତାର ବିଷୟରେ ଯେଉଁ କଥା କହୁଛନ୍ତି ତାଙ୍କୁ ବାବା ଆପଣ କ'ଣ କହିବେ? ସାଧାରଣ କଥା ଯେଉଁମାନେ କହୁଛନ୍ତି ସେମାନେ ଛୋଟ ଛୋଟ କଥାରେ ମଧ୍ୟ ବୁଝିବା ଦରକାର ଯେ ଆମର ସେଇ ଧର୍ମବାବୁ ଯୁଧିଷ୍ଠିର ପଚାରିଥିଲେ ଯେ କିମାଶ୍ଚର୍ଯ୍ୟ, ଏ ଦୁନିଆରେ ଆଶ୍ଚର୍ଯ୍ୟ କ'ଣ, କୌନଃ ପନ୍ଥା, ଯେ ଆଶ୍ଚର୍ଯ୍ୟ କ'ଣ ଯେ ଏଇ ସାଧାରଣ ଆମେ ଦେଖୁଥାଏ ମୋରି ଆଗରେ ମୋ ବାପା ଚାଲିଗଲେ, ଦାଦା ଚାଲିଗଲେ, ମଉସା ଚାଲିଗଲେ, କିନ୍ତୁ ମୁଁ ରହିବି ବୋଲି ସବୁ ବ୍ୟସ୍ତରେ ଅଛି ନା ନାହିଁ, ଏଇଟା ଆଶ୍ଚର୍ଯ୍ୟ। କୌନଃ ପନ୍ଥା, ଧରନ୍ତୁ ଆଜି ଶିବାନନ୍ଦ କହିଯାଇଛନ୍ତି ଏ ପନ୍ଥାରେ ଯିବାକୁ, ବଶିଷ୍ଠ କହିଯାଇଛନ୍ତି ସେ ପନ୍ଥାରେ ଯିବାକୁ, ରାମାନନ୍ଦ କହିଲେ ପନ୍ଥାରେ, ବାବା ବଳିଆ କହିଲେ, ବାବା ସତ୍ୟାନନ୍ଦ କହିଲେ, ଯିଏ ଯେଉଁ ପନ୍ଥା କୁହନ୍ତୁ, ଆପଣ କେଉଁ ପନ୍ଥାରେ ଯିବେ ନା ଗତସ୍ୟ ଜେନ ମହାଜନସ୍ୟ ପନ୍ଥା। ଆପଣଙ୍କର ମହାଜନ କିଏ ନା ଆପଣଙ୍କର ପିତାମାତା, ଯାହା ଆପଣଙ୍କୁ ଶିଖେଇ ଦେଇଯାଏ ସେଇ ପନ୍ଥା ଯିଏ ଛାଡ଼ିଛି ସିଏ ବିଭିନ୍ନ ପନ୍ଥାରେ ବାଉଳ ଚାଳ ହେଉଛି। ଆଜି ରାମବା ବାପା ଗଲାଣି, କାଲି ଶାମ୍ବା ବାପା ଗଲାଣି, କାଲି ବଳିଆ ବାପାଙ୍କୁ ଗଲାଣି। ବାବାଙ୍କୁ ସେଇମାନେ ଭିନ୍ନ କରୁଛନ୍ତି, ବାବା ଭିନ୍ନ ନୁହଁ, ବାବା ଏକ। କିନ୍ତୁ ସାଧାରଣ କଥାରେ ଆମେ ବୁଝିଗଲେ ହେବ। ଆମେ ଯେ ପ୍ରଥମ କଥା ଗୁରୁ ଗୋବିନ୍ଦ କ'ଣ ବୁଝିନେଇ, ପିତାମାତା କ'ଣ, ଗୁରୁ ବୋଇଲେ କ'ଣ, ଗୁରୁ ତ ସମସ୍ତଙ୍କର ଅଛନ୍ତି ନା। ପ୍ରଥମ ଗୁରୁ ଆମେ ଭୁଲିଗଲେ, କହିଲେ ମା ବାପାଙ୍କୁ ରଖିଛନ୍ତି ପିଲାମାନେ ଆଜିକାଲି। ହଁ, ସନ୍ଥ ତୁଳସୀ ମଧ୍ୟ ତାକୁ ସିଦ୍ଧାନ୍ତ କରିଦେଇଛନ୍ତି ଯେ ପିଲାମାନେ ଯିଏ ପିତାମାତାଙ୍କ ଅନୁରାଗୀ ହେବ ଜୀବନ ସାରା ତାକୁ କିଛି ଅସୁବିଧା ନାହିଁ। କିନ୍ତୁ ଆମେ ତ ମୂଳ ଜିନିଷ ଛାଡ଼ିଲେ। କହିଲେ ଆଜି ବାପଟିଏ ଛୋଟ ପିଲାକୁ କାଖେଇଛି, ତା ପକେଟରୁ ପୁଅ କଲମ ନେଇଯାଉଛି, ପଚାରୁଛି ବାପା ଇଏ କ'ଣ ନା କଲମ, ନା ଇଏ କ'ଣ ହେବ ନା ଲେଖା ହେବ, କାହିଁକି ଲେଖା ହେବ ନା ସେ ଦରକାର ଲେଖା ହେବ, ନା କ'ଣ ଦରକାର, କେତେ ପ୍ରକାର କହୁଛି। ବାପ ତାକୁ ବୁଝଉଛି ନା ନାହିଁ ନା ଫୋପାଡ଼ି ଦେଉଛି। କାଲି ସକାଳେ ସିଏ ଯେତେବେଳେ ବୁଢ଼ା ହେଇଯାଉଛି ତା ପୁଅ କ'ଣ କହୁଛି, ଯଦି ବାରଣ୍ଡାରେ ବସି ବାପ କହିଲାଣି ଆରେ ସେ ଅମୁକ କଥା କ'ଣ ହେଲା, ତୁମେ ବସ, ତାମାନେ ପଦେ କଥା ବି ଶୁଣିବାକୁ ନାରାଜ। କେତେ କଥା ସେ ବାପ ସହିଥିଲା। ତେଣୁ ସଂସାର ଏମିତି ଚାଲିଛି, ଚାଲିବ, ତାକୁ କେହି ବୁଝେଇ ପାରିବେନି ଆଜ୍ଞା। ଦର୍ଶକ ବନ୍ଧୁ ଆପଣ ନିଶ୍ଚୟ ବୁଝିପାରୁଥିବେ, ଆମର ପ୍ରତିଟି ଭିଡ଼ିଓରେ ଆମେ କହୁଛୁ ବାପା ମାଆଙ୍କର ସେବା କରନ୍ତୁ ଏବଂ ବାପା ମାଆଙ୍କୁ କେବେ ବି କଷ୍ଟ ଦିଅନ୍ତୁନି ଏବଂ ଉଗ୍ର ହେଇକି କିଛି କଥା କୁହନ୍ତୁନି। ସବୁବେଳେ ବାପାଙ୍କର ମାଆଙ୍କର ସେବା କରନ୍ତୁ। କିନ୍ତୁ ବାବା ଏମିତି ବି ଘଟଣା ଘଟୁଛି, କିନ୍ତୁ ଯେଉଁଭଳି ଭାବରେ ସେ ପ୍ରଥମ ପର୍ଯ୍ୟାୟକୁ ଯିବି, ଅନ୍ୟାୟ ଅନୀତି ଅଧର୍ମ ଏବଂ ତାର ତ ବଢ଼ି ଚାଲିଛି। ଆପଣ କହିଲେ କିଭଳି ଭାବରେ ସେ ପାଇବେ ଦଣ୍ଡ ଏବଂ ତାଙ୍କର ବିନାଶ କିଭଳି ହେବ। ଯୁଗେ ଯୁଗେ କେଡ଼େ କେଡ଼େ ଅଧର୍ମୀ ବିଧର୍ମୀଙ୍କର ବିନାଶ ହୋଇଛି। ତା ବିଷୟରେ ସଂକ୍ଷେପରେ କିଛି ଖାଲି କୁହନ୍ତୁ ଆମ ଦର୍ଶକ ବନ୍ଧୁମାନଙ୍କୁ। ସେଇଥିପାଇଁ ସବୁ ଯୁଗରେ କହିଛି, ସବୁ ଯୁଗରେ ରାକ୍ଷସ ଜନ୍ମ ହେବେ, ପ୍ରଭୁ ମଧ୍ୟ ଅବତାର ନେବେ। ସେଇ କଥା ସନ୍ଥ ତୁଳସୀ ସିଦ୍ଧାନ୍ତ କରିଛନ୍ତି ଯେ କେବେ ଯେ ଜବ ଜବ ହୋଇ ଧର୍ମ କେ ହାନି ବାଢ଼ଇ ଅସୁର ଅଧମ ଅଭିମାନୀ। ଯେତେବେଳେ ଧର୍ମର ଗ୍ଲାନି ହେବ, ଅଧର୍ମର ଆଗନ୍ତୁକ ମାନେ ବାହାରିବେ, ଅଧର୍ମ ଯେତେବେଳେ ବଢ଼ିବ, ସେତେବେଳେ କ'ଣ କରିବେ ନା ତବ ତବ ରୂପ ଧରି ବିବିଧ ଶରୀରା ତାରଇ ସଜନ ହରଇ ସବ ପୀରା। ଯେତେବେଳେ ଅଧର୍ମର ତାପ ବଢ଼ିବ ପ୍ରଭୁ ସେତେବେଳେ ଧରାପୃଷ୍ଠରେ ଜନ୍ମ ହେବେ। ଏଇଟା ଯୁଗ ଯୁଗରେ ମଧ୍ୟ ଅଛି। ଆପଣ ଯାଆନ୍ତୁ, ସତ୍ୟକୁ ଯାଆନ୍ତୁ, ତ୍ରେତାକୁ ଯାଆନ୍ତୁ, ଦ୍ୱାପରକୁ ଯାଆନ୍ତୁ, କଳିରେ ମଧ୍ୟ ଚାଲିଛି। ତେଣୁକରି ସେ ବାବଦରେ ଆମର କିଛି ଚିନ୍ତା କରିବା ନାହିଁ। ଈଶ୍ୱର ହିଁ ଏକ। ଈଶ୍ୱର ଆମେ କାହାକୁ କହିବା? ଆମେ ଯଦି ସାଧାରଣ କଥା ବୁଝିଯିବା ତାହେଲେ ଈଶ୍ୱରଙ୍କୁ ଜାଣି ଆମେ ସର୍ବପ୍ରଥମ ବୁଝିବା ଈଶ୍ୱର କେଉଁଠି ଅଛନ୍ତି, ଈଶ୍ୱର କାହାକୁ କହିବା। ଆପଣ ଯଦି ଯିବେ, ଆପଣଙ୍କର ବେଲବଣ ମଠ ଲେଖା ହେଇଛି ଅମୁକ ତାରିଖରେ ତିଆରି ହେଇଛି, ଅମୁକ ବାବା କରିଛନ୍ତି। ସୋମନାଥ ମନ୍ଦିର ଅମୁକ ଡେଟ୍ରେ ହେଇଛି, ଅମୁକ ବାବା ପ୍ରତିଷ୍ଠା କରିଛନ୍ତି। ଜଗନ୍ନାଥ ମନ୍ଦିର ରାଜା ଇନ୍ଦ୍ରଦ୍ୟୁମ୍ନ ପ୍ରତିଷ୍ଠା କରିଛନ୍ତି, କରେଇଛନ୍ତି, ଡେଟ୍ ମଧ୍ୟ ଅଛି। ଚାରି ହାତ ବାଟକୁ ଯାଆନ୍ତୁ, ସମୁଦ୍ର କିଏ ତିଆରି କରିଛି, କେଉଁଠି ଲେଖା ଅଛି। ଫେରି ଆସନ୍ତୁ ହିମାଳୟକୁ, ତାକୁ କିଏ ତିଆରି କରିଛି। ଯାହାର ନାମ କର୍ଣ୍ଣ ନାହିଁ ସେଇ ହେଉଛନ୍ତି ଦେବତା। ଯସ୍ୟାନ୍ତଂ ନାଦି ମଧ୍ୟଂ ନହିଁକର ଚରଣ ନାମ ଗୋତ୍ର ନ ସୂତ୍ରଂ। ଯାହାର ନାମ ନାହିଁ, ନା ଗୋତ୍ର ନାହିଁ, ସୂତ୍ର ନାହିଁ,
नो जाति नयवन न भवती पुरुष न पुरुष नचती तांकर जाति नाही कूल नाही पति नाही निराकार सी होचन तो भगवान आम तेणुकर आम ये बाटे खाली व्यस्त होता सी बाबा सी बाबा सेठी भगवान सी कथा किसी नुह बाबा तापर जो कथा ए चली महाप्रभु कल्की विषय रे महाप्रभु कल्की अवतार नेबे एवं धर्म प्रतिष्ठा हेब ता विषय आपन कौन कहे महाप्रभु कल्की अवतार कौन ने जो आम साधारण आम देखिए मठवाड़ी मंदिर 10 अवतार बोला हो तार भितर कल्की अवतार अच्छा प्रभु नेबेनि कि यही मनीष सबू अवतार आसीचंती आपण जहाँ देखा संसार में समस्त मनीष सदृश ता नुहे जमी जड़े गले जड़े जन्म हो गोटे आत्मा मरीगले गोटे आत्मा जन्म होमती केते पशु पक्षी केते लीन हो गले थे आत्मा थिला ना ना सी खाली अनात्मा से आत्मा आज मनीष रूप में जन्म होती आपण आखि देखा जाऊनी भगवान ताकू देखुं देखिए कहार कुकुर भाया व्यवहार आपण कुकुर व्यवहार केमी देखिए युद्ध करेंगे सांग होकर खाद्य जोगाड़ करेंगे सांग हो खाइला बेलू कली मनीष भितर से भाव अच्छी मनीषर व्यवहार केमती आनिबा सांग होकर खाइबा सांगे बसवा परिवार भली तेणु सबू जिनस समस्या कली किछि कलकी शरीर किछि नाही आमरी भितर सब अच्छी यही शरीर सब 10 अवतार अच्छी बाबा जो कथा कल्की अवतार नेबे धर्म संस्थापना हम सेटा माने केमिति कोन माने अवतार तो प्रभु नहीं सारी बाबा आप देखुना ये जो कहते अवतार कौन ये जो जगन्नाथ महाप्रभु ये तो कलिजुगर देवता ना नहीं अवतार तक नहीं बिनु पद चलई सुनई बिनु काना कर बिनु करम करई विधि नाना अवतार कौन बिना पादे से चलुंट बिना आखिरे भी देखुंट बिना कान शुणुंट तन बिनु परसई नयन बिनु देखा घ्राण बिनु बास शेषा तांकर देह अच्छी समस्त स्पर्श कर आखि पता पड़ुची समस्त देखुं ना ना आउ फिर अवतार हम कौन आम प्रभु को चिन्हवा बहुत कष्ट तेणुक आम जानू बा न जानू से लिखिं तुम्हें मत भल पाओ कि न पाओ मु तुमको भल पाई तुम्हें मत पछे पर कर दिया मु आपणार कर भक्तर दायित्व एति कहू सबू थाई जदि तुम्हें ना प्रभु किछि नाही ये जीवन किछि भी न थाई तुम्हें अच्छ जदि सबू अच्छी ये जीवन यहाँ हूँ सारांश कथा तेणु भगवान को जाना दरकार भगवान किए ये सब छोट छोट कथा आम मन जदि उग्र रूप धर ये तो राक्षस अवतार हो कौन अच्छी बाबा शेष खाली कहे आम दर्शक बंधु मान को जे महापुरुष महापुरुष पंचसखा को लेकिन अनेक क्षेत्र में बेपार चलुछि कि ताको बेपार बोली वर्णना कर बेपार नुहे कहीं ईश्वर बिना आज्ञा गछर पत्र हलेनि तेणुक जो मैंने बुझिले है न बुझिले गला साधारण कथा शेष कथाटी एति कहूँ पंचसखा मध्य अच्युत लिखिं कौन करवा आम दरकार ना शेष को जन देवा दरकार न जाणी मु जनाऊ अच्छी मणु थी केशव दिवा रजनी त्रिजल मोर हृदय थी प्रभु ये हृदय अच्छा आम अबुझा ही ताकू एक कथा गाऊ थाए कहीं गाऊ थाए ना जीव थाऊ थाऊ शरण प्रभु मागई तते प्राण प्रयाण समय को भय लागई मत मत भय लगुच भय कौटी थाए मृत्यु रे आमे दैनंदिन मरु थाए किंतु मरिबा दिने प्रत्येक दिन मरवा को भय करुचे कौन पाई केउ बरस केउ मास केते बेले मृत्यु काहू जाही काहू रहिला मोर नहिला हेतु आम केते मरीजा आमको जना ना अरे मरवा तो निश्चित भय कहीं तेणुक दर्शक मैंने किसी व्यस्त हबार नहीं सब ईश्वर की इच्छा चलो कि व्यस्त हबार ना यहाँ संसार नियम बाबा बाबा शेष कौन कहे आम दर्शक बंधु मान कि ना कहबार कथा समस्त मोर यहाँ उपदेश नुह अनुरोध जड़ चेतन जग जीव जते सकल राममय जानी बंदौ सबके पद कमल सदा जोरी जीव पानी कहीं ये जड़ चेतन जीव जगत जिते अच्छी देव दनुज नर नर नाग खग प्रेत पिदर गंधर्व समस्त आत्मा अच्छी मत पचारि गुरु महात्मा शबटे पड़ी कहले सीताराम बाबा से शबर आत्मा अच्छी ना नहीं मुझे ना करदेली कहले सीताराम बाबा भूल करदेल केमी ना काष्ठ पाषाण तृण तरु तरु तृण
ସକଳ ଘଟେ ନାରାୟଣ। ଯଦି କାଷ୍ଟ ପାଷାଣ ସବୁଠି ଅଛି ଏଥିରେ ଅଛନ୍ତି, ଏଇଟା ଭୁଲ ହେଇଯିବ, ଭଗବାନଙ୍କୁ ନିନ୍ଦା ହେବ। ତେଣୁକରି ଆମେ ସେଇ ଭାବ ବୁଝିକି ଯଦି ଚଳିବା କିଛି ଅସୁବିଧା ନାହିଁ। ସକଳ ଘଟେ ନାରାୟଣ ଅଛନ୍ତି ନା, ଆମେ କିଛି କରୁନଥାଏ। ଦର୍ଶକ ବନ୍ଧୁ, ଆପଣ ଶୁଣୁଥିଲେ ବାବାଙ୍କ କଥା, କିଛି ନିଶ୍ଚୟ ଅନୁଭବ କରିପାରିଥିବେ। ଯେଉଁଭଳି ଭାବରେ ସମାଜରେ ଘଟଣା ସବୁ ଘଟୁଛି ତା ବିଷୟରେ ବାବା ବର୍ଣ୍ଣନା କଲେ। ଆଜିର ଅଧ୍ୟାୟକୁ ଏଇଠୁ ବିରାମ ଦେବୁ। ଆଉ ଏକ ନୂତନ ଅଧ୍ୟାୟରେ ଆପଣଙ୍କ ସହିତ ସାକ୍ଷାତ ହେବ। ସେ ପର୍ଯ୍ୟନ୍ତ ରହୁଛୁ। ଜୟ ଶ୍ରୀ ଜଗନ୍ନାଥ, ଜୟ ପଞ୍ଚସଖା। ଦର୍ଶକ ବନ୍ଧୁ, ଯିବା ପୂର୍ବରୁ ଆଉ ଗୋଟିଏ କଥା ପୁଣି ଥରେ କହୁଛୁ। ବାପା ମାଆଙ୍କୁ ଭଲ ପାଆନ୍ତୁ, ବାପା ମାଆଙ୍କର ସେବା କରନ୍ତୁ, ବାପା ମାଆଙ୍କୁ କେବେ ବି କଷ୍ଟ କଥା କୁହନ୍ତୁନି ଏବଂ ନିଜ ଘରର ଆଖପାଖ ସଫା ସୁତୁରା ରଖନ୍ତୁ।